7 ଥର ଏହି ଗୋଟିଏ ମନ୍ତ୍ର ପଢ଼ି ଝିଅ ଫଟୋରେ ଫୁଙ୍କି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ, ଝିଅ ପଟେଇବା ପାଇଁ ବଶୀକରଣ, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ଅତି ସହଜରେ ପଟେଇ ପାରିବେ। ସୁନ୍ଦରୀ ବିବାହିତା ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି ନିଜ ପସନ୍ଦର ସେ ଝିଅକୁ ପଟେଇ ପାରିବେ। କେଉଁ ବି ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କାହିଁକି ନା ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ତାଠାରୁ ନିଜର କାମ ହାସଲ କରିପାରୁନାହାନ୍ତି। ତେବେ ମୋ କଥା ମାନି ମାତ୍ର ଥରେ ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କେବଳ ସେ ଝିଅର ଗୋଟିଏ ଫଟୋ ଦରକାର। ଯଦି ଆପଣଙ୍କୁ ତା ଫଟୋ ମିଳିବନି, ତେବେ ଆପଣ ମୋବାଇଲ ଫୋନରେ ସେ ଝିଅ ବା ନାରୀର ଗୋଟିଏ ଫଟୋ ଆଣିବେ, ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିବେ, ତାପରେ ସେ ଫଟୋରେ ଗୋଟିଏ ଥର ଫୁଙ୍କିଦେବେ। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଏପଟେ ଏହି ବିଧିକୁ କରିବେ, ସେପଟେ ସେ ଝିଅ ବା ନାରୀ ବିଚଳିତ ହୋଇ ଉଠିବ। ରାତି ଦିନ ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ସେ ଝିଅ ଆପଣଙ୍କୁ ଭଲ ପାଉନି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ନିଜ ପସନ୍ଦର ସେ ଝିଅକୁ ପଟେଇ ପାରୁନାହାନ୍ତି। ତେଣୁ ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ନିଜ ପସନ୍ଦର ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ତେବେ ମୋ କଥା ମାନି ମାତ୍ର ଥରେ ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। କେଉଁ ବି ପୁଅ ବା ଝିଅ ଏହି ବଶୀକରଣକୁ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ ଏହି ବଶୀକରଣ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, କିପରି ଆପଣ ଝିଅ ଫଟୋରେ ଫୁଙ୍କିବେ, ମୁଁ ଆପଣଙ୍କୁ ଶିଖେଇବି। ମନ୍ତ୍ରକୁ ଆପଣ କିପରି ପଢ଼ିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକି ନା ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ
ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଆପଣ ଯେଉଁ ଝିଅ ବା ନାରୀକୁ ଚାହିଁବେ ଅତି ସହଜରେ ନିଜ ପ୍ରେମରେ ଦିବାନୀ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ ଚାଲନ୍ତୁ ଜାଣିବା। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ଆପଣ ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତାର ଗୋଟିଏ ଫଟୋ ଆଣିବେ। ଯଦି ଆପଣଙ୍କୁ ତା ଫଟୋ ମିଳିବନି ତେବେ ଆପଣ ମୋବାଇଲ ଫୋନରେ ତାର ଗୋଟିଏ ଫଟୋ ଉଠେଇକି ନେଇ ଆସିବେ। ତାପରେ ମୋବାଇଲ ଫୋନକୁ ହାତରେ ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିବେ। ତାପରେ ମୋବାଇଲ ଫୋନରେ ବା ଫଟୋରେ ଗୋଟିଏ ଥର ଫୁଙ୍କିଦେବେ। ମନ୍ତ୍ରଟି ଧ୍ୟାନ ସହିତ ଶୁଣନ୍ତୁ। ମନେକର ଆପଣ ଯେଉଁ ଝିଅକୁ ବଶରେ କରିବାକୁ ଚାହୁଁଛନ୍ତି ତାର ନାମ ହେଉଛି ରୀମା। ତେବେ ଆପଣ ମନ୍ତ୍ରକୁ ଏହିପରି ପଢ଼ିବେ, ରୀମା ମନମୋହେ ତନ୍ମୋହେ ବଶୀକରାଏ। ଏହିପରି ମନ୍ତ୍ରକୁ ଆପଣ 7 ଥର ପଢ଼ିବେ। 7 ଥର ମନ୍ତ୍ର ପଢ଼ି ସାରିବା ପରେ ସେ ଝିଅର ଫଟୋରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ଝିଅର ଫଟୋକୁ ନିଜର ତକିଆ ତଳେ ରଖିକି ଶୋଇପଡ଼ିବେ କିମ୍ବା ମୋବାଇଲ ଫୋନକୁ ନିଜର ତକିଆ ତଳେ ରଖିକି ଶୋଇପଡ଼ିବେ। ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ଏହି ବିଧିକୁ କରିବା ମାତ୍ରେ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେହି ସମୟଠାରୁ ସେ ଝିଅ ବା ନାରୀ ଖାଲି ଆପଣଙ୍କ କଥା ଭାବିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।